କେମିତି ପୂଜା କରିଥିଲା ଶ୍ରୀୟା ଚଣ୍ଡାଳୁଣୀ, ଯାହା ଫଳରେ କି ମାତା ଲକ୍ଷ୍ମୀ ବାଧ୍ୟ ହୋଇଗଲେ ତା ଦ୍ୱାରରେ ପାଦ ପକାଇବା ପାଇଁ ଏବଂ ପାଦ ରଖି ମଧ୍ୟ ତାକୁ ଧନ ଐଶ୍ୱର୍ଯ୍ୟ ସହିତ ପୁତ୍ର ସନ୍ତାନର ବର ଦେଇଥିଲେ। ସେ ଏମିତି କେଉଁ ପୂଜା କରିଥିଲା ଯାହା ଫଳରେ କି ମା ଲକ୍ଷ୍ମୀ ସେ ଚାଣ୍ଡାଳ ହୋଇଥିଲେ ମଧ୍ୟ ମା ଲକ୍ଷ୍ମୀ ତା ଉପରେ ପ୍ରସନ୍ନ ହୋଇଥିଲେ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଆଜି ଆପଣମାନଙ୍କୁ ମୁଁ ମାଣବସା ଗୁରୁବାରର କେତୋଟି ନିୟମାବଳୀ କହିବି। ସେହି ନିୟମାବଳୀ ଅନୁସାରେ ଯଦି ଆପଣମାନେ ପୂଜା କରିବେ ତାହେଲେ ନିଶ୍ଚୟ ଭାବରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଶାନ୍ତ ହେବେ ଏବଂ ଆପଣଙ୍କୁ ବର ପ୍ରଦାନ କରିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଥିବେ ଯେ ଆମର ଶଙ୍ଖକ୍ଷେତ୍ର ପୁରୀରେ ମା ଲକ୍ଷ୍ମୀ ବିରାଜମାନ କରିଛନ୍ତି। ମା ଲକ୍ଷ୍ମୀ ହେଲେ ଭଗବାନ ନାରାୟଣଙ୍କର ଧର୍ମପତ୍ନୀ। ସେ ସମୁଦ୍ର ରାଜାଙ୍କ କନ୍ୟା। ସମୁଦ୍ର ମନ୍ଥନ ବେଳେ ମା ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ ଧନ ଐଶ୍ୱର୍ଯ୍ୟ ସହିତ, ଯାହାଫଳରେ କି ସେ ଭଗବାନ ନାରାୟଣଙ୍କୁ ବିବାହ କରିଥିଲେ ଏବଂ ସେବେଠାରୁ ମା ଲକ୍ଷ୍ମୀ ଭଗବାନ ନାରାୟଣଙ୍କ ପାଖରେ ଅଛନ୍ତି। ଧନର ଭଣ୍ଡାର କହିଲେ କୁବେର ରାଜ ଏବଂ କୁବେର ଦେବ ଏବଂ ମା ଲକ୍ଷ୍ମୀ, ଏମାନେ ଧନ ବା ଟଙ୍କା ପଇସାର ଦାୟିତ୍ୱ ନେଇଥାନ୍ତି। ଦେବାଦେବୀଙ୍କ ମଧ୍ୟରେ କୁବେର ଏବଂ ଲକ୍ଷ୍ମୀ ହେଲେ ଟଙ୍କାର ବା ଐଶ୍ୱର୍ଯ୍ୟ ଧନ ଐଶ୍ୱର୍ଯ୍ୟର ଦେବାଦେବୀ। ତେଣୁ ପ୍ରତ୍ୟେକ ଲୋକ ତାଙ୍କୁ ହିଁ ଲୋଡ଼ିଥାନ୍ତି। ତ ଦର୍ଶକ ବନ୍ଧୁ, ସେ ଦୁଇ ଜଣଙ୍କୁ କେମିତି ପୂଜା କଲେ ତାଙ୍କୁ ସନ୍ତୁଷ୍ଟ କରିହେବ ଏବଂ କିଭଳି ଭାବରେ ତାଙ୍କୁ ପୂଜା ବିଧି କଲେ ସେମାନେ ଆମ ଉପରେ ଦୟାକରି ଆଶୀର୍ବାଦ ପ୍ରଦାନ କରିବେ, ଆଜି ଏ ଭିଡ଼ିଓ ମାଧ୍ୟମରେ ମୁଁ କହିବି। ତ ପ୍ରଥମେ ଏ ମାଣବସା ଗୁରୁବାରର କେତୋଟି ନିୟମ କହୁଛି, ଶୁଣନ୍ତୁ, ତାପରେ ଆମେ କଥା ହେବା। ପ୍ରଥମତଃ ଏ ମାଣବସା ଗୁରୁବାର ଦିନ କୌଣସି ନାରୀ ରାତି 3ଟା ପରେ ଆଉ ଶୋଇବେ ନାହିଁ। କାରଣ ସେଦିନ ଯେଉଁ ନାରୀ ଶୋଇଥାଏ ମା ଲକ୍ଷ୍ମୀ ତା ଗୃହକୁ କେବେ ବି ଯାଇନଥାନ୍ତି ଏବଂ ମାଙ୍କର ମେନ୍ ଜିନିଷ ହେଲା ସେ ଯେଉଁ ଜାଗା ସବୁବେଳେ ସଫା ସୁତରା ଥାଏ ସେହି ଜାଗାକୁ ସେ ଯାଆନ୍ତି, କେବେ ଅପରିଷ୍କାର ଜାଗାକୁ ସେ ଯାଆନ୍ତି ନାହିଁ। ତେଣୁ କୌଣସି ମା ମାନେ ଏହି ମାଣବସା ଗୁରୁବାର ଦିନ ନିଜ ଘରକୁ ଅପରିଷ୍କାର କରନ୍ତୁ ନାହିଁ। ରାତିରୁ ଉଠି ଏକ ବର୍ଣ୍ଣି ଗାଈର ଗୋବର ଆଣି ଘରକୁ ଭଲ ଭାବରେ ନିପା ପୋଛା କରି ଚିତ୍ର ଅଙ୍କନ କରନ୍ତୁ। ମାଙ୍କର ଯେଉଁ ପଦ୍ମଫୁଲ ଆଙ୍କି ପଦ୍ମଫୁଲ ଉପରେ ପାଦର ଚିତା ଅଙ୍କନ କରନ୍ତୁ ଏବଂ ଆପଣମାନେ ତ ଲକ୍ଷ୍ମୀ ପୁରାଣ ପଢ଼ିଥିବେ। ପୁରାଣ ବିଧି ଅନୁସାରେ ତ ଚିତା ଅଙ୍କନ କରି ମାଙ୍କୁ ରାତି 4ଟାରୁ ପୂଜା କରନ୍ତୁ। କାରଣ ପୁରାଣ ଅନୁସାରେ ଯାହା ଉଲ୍ଲେଖ ଅଛି, ମା ସେ ଯେହେତୁ କ୍ଷଣ କ୍ଷଣକେ ମାନେ ଟୋଟାଲ ବ୍ରହ୍ମାଣ୍ଡ ସେ ବୁଲି ଆସିବେ। ଆମର ଓଡ଼ିଶାକୁ ଛାଡ଼ିଦେଲେ, ଭାରତକୁ ଛାଡ଼ିଦେଲେ ଆଉ କୌଣସି ଦେଶରେ ଲକ୍ଷ୍ମୀଙ୍କର ଏହି ମାଣବସା ଓଷାଟି ନାହିଁ। କେବଳ ଯେହେତୁ ମା ଲକ୍ଷ୍ମୀ ବା ଜଗନ୍ନାଥ ହେଲେ ଆମ ଭାରତର, ତେଣୁ ସେ ଭାରତରେ ହିଁ ଭ୍ରମଣ କରିଥାନ୍ତି। ଅନ୍ୟ ଦେବାଦେବୀଙ୍କ କଥା ମୁଁ କହିପାରିବିନି। ତେଣୁ ଜଗନ୍ନାଥ ସଂସ୍କୃତିରେ ଯାହା ଲେଖା ହେଇଛି ମୁଁ ସେଇ କଥା ଆପଣମାନଙ୍କୁ କହୁଛି। ତ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଆପଣମାନଙ୍କୁ ପ୍ରତ୍ୟେକ ଏହି ମାଘ ମାସର ପ୍ରତ୍ୟେକ ଗୁରୁବାରରେ ଆପଣମାନେ 12ଟା ରାତିରୁ ଉଠି ନିଜର ନିତ୍ୟକର୍ମ ସାରି ଘରକୁ ଭଲ ଭାବରେ ସଫାସୁତରା କରି ନିପା ପୋଛା କରି ମାଙ୍କର ପୂଜା ଆରମ୍ଭ କରନ୍ତୁ। ଧାନ ବେଣୀ ରଖି ଲୁଗା ସେଥିରେ ଦେଇ ମାଙ୍କର ମନପସନ୍ଦର ଭୋଗରାଗ ପୂଜା କରି
ମାଙ୍କୁ ଅର୍ପଣ କରନ୍ତୁ ଏବଂ ନିଜ ପିଲା ଛୁଆକୁ କେବେ ବାଡ଼ାନ୍ତୁ ନାହିଁ। ଏହି ଗୁରୁବାର ଦିନ କୌଣସି ଲୋକ ସହିତ ଆପଣ କଳି ଝଗଡ଼ା କରନ୍ତୁ ନାହିଁ, କାରଣ କଳି ଝଗଡ଼ା ପାଟିତୁଣ୍ଡ ହେଲେ ମା ଲକ୍ଷ୍ମୀ ତାଙ୍କ ଦ୍ୱାରକୁ କେବେ ଯାଆନ୍ତି ନାହିଁ। ତେଣୁ ଆପଣମାନେ ତ ଅଳ୍ପ ବହୁତ ଜାଣିଥିବେ ଲକ୍ଷ୍ମୀ ପୁରାଣ ନିୟମ ବିଷୟରେ, ମୁଁ ତଥାପି କହୁଛି। ତ ମେନ୍ ଜିନିଷ ହେଲା ଭକ୍ତି। ଯଦି ଆପଣ ଭକ୍ତି ଆପଣଙ୍କ ମନରେ ନଥିବ ତାହେଲେ ଆପଣ କେବେ ବି ଭଗବାନଙ୍କୁ ପାଇପାରିବେ ନାହିଁ। ତ ଯଦି ଭକ୍ତି ଥିବ ତାହେଲେ ଭଗବାନ ବାଧ୍ୟ ହୋଇଯିବେ ଆପଣଙ୍କ ଘରରେ ପହଞ୍ଚିବା ପାଇଁ। ସିଆ ଚଣ୍ଡାଳୁଣୀର ଅବସ୍ଥା ବି ମଧ୍ୟ ସେଇଆ ଥିଲା। ସିଆ ଚଣ୍ଡାଳୁଣୀ ଯେହେତୁ ମୂର୍ଖ ଥିଲା, ସେ ପୂଜା ବିଧି ବିଷୟରେ କିଛି ଜାଣିନଥିଲା, ତଥାପି ତା ମନରେ ଭକ୍ତି ଥିଲା। ସେ ମା ଲକ୍ଷ୍ମୀଙ୍କୁ ଏତେ ଭକ୍ତି କରୁଥିଲା ଯେ ମା ଲକ୍ଷ୍ମୀ ବାଧ୍ୟ ହୋଇଗଲେ ଚଣ୍ଡାଳ ସାହିକୁ ଯିବା ପାଇଁ ଏବଂ ବାଧ୍ୟ ହୋଇଗଲେ ଶ୍ରୀଆ ଚଣ୍ଡାଳୀଙ୍କ ଘରେ ଆବିର୍ଭାବ ହେବା ପାଇଁ। ପୃଥିବୀରେ ଏତେ ଘର ଥିଲା, ହେଲେ ଭଗବାନ କାହା ଘରକୁ ଯାଇପାରିଲେନି, ଶ୍ରୀଆ ଚଣ୍ଡାଳୀ ଘରକୁ ଗଲେ କାହିଁକି? କାରଣ ତାର ଭକ୍ତି ସେତିକି ଥିଲା। ତ ଭକ୍ତ ବଡ଼ ନୁହେଁ, ଭଗବାନ ବଡ଼ ନୁହେଁ, ଭକ୍ତ ବଡ଼। ତେଣୁ ଭକ୍ତିଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ତେଣୁ ଆପଣଙ୍କୁ ମୁଁ ଅନୁରୋଧ କରିବି, ଯଦି ଆପଣଙ୍କ ମନରେ ଭକ୍ତି ନଥିବ ନା, ତାହେଲେ ଆପଣ ଯେତେ ପୂଜା କରି ଯେତେ ଯାହା କଲେ ମଧ୍ୟ ନିଟ୍ କ୍ଲିନ୍ ଯାହା କଲେ ମଧ୍ୟ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଯିବେ ନାହିଁ, ଯାଇନାହାନ୍ତି କି ଯିବେ ନାହିଁ। କାରଣ ଯଦି ମା ଲକ୍ଷ୍ମୀକୁ ଆପଣମାନେ ପାଇବାକୁ ଇଚ୍ଛା, ମା ଲକ୍ଷ୍ମୀକୁ ଭକ୍ତି କରନ୍ତୁ। ସେଇ ଭକ୍ତିରେ ମା ଲକ୍ଷ୍ମୀ ବାନ୍ଧି ହୋଇ ବାଧ୍ୟ ହୋଇଯିବେ ଆପଣଙ୍କ ଘରକୁ ଆସିବା ପାଇଁ। ଆଉ ଆପଣ ଯଦି ଭକ୍ତି ନ କରି ଉପର ମନରେ ପୂଜା କରି ପେଟରେ ଭୋକ, ଯେମିତି ମୁହଁରେ ଲାଜ, ଭୋକ କରୁଥିବ ମୁଁ ପୂଜା କରିବି ବୋଲି ମା ଲକ୍ଷ୍ମୀକୁ ପୂଜା, ଭଗବାନ କେବେ କହିନାହାନ୍ତି ଯେ ମୋତେ ଉପାସରେ ଭୋକ ଉପାସରେ ରହି ପୂଜା କରନ୍ତୁ। ସେ କହୁଛନ୍ତି ଆଗେ କଥାରେ କହିଛି ଆତ୍ମା କୌଶଳେ ସର୍ବସିଦ୍ଧି। ନିଜେ ଆଗେ ଆପଣ କୌଶଳରେ ରୁହନ୍ତୁ, ତାପରେ ଯାହାକୁ ତପ କରିବେ ସେ ନିଶ୍ଚୟ ସନ୍ତୁଷ୍ଟ ହେବେ। ତେଣୁ ଆପଣମାନେ ଆଉ ମାଙ୍କୁ ପ୍ରକୃତରେ ଯଦି ଆଣିବା ପାଇଁ ଚାହୁଁଛନ୍ତି ଆପଣଙ୍କ ଗୃହକୁ, ବା ମାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି, କେବେ ବି ମାଙ୍କୁ ଅବହେଳା କରନ୍ତୁ ନାହିଁ। ତାକୁ ଭକ୍ତି କରନ୍ତୁ, ସେ ନିଶ୍ଚୟ ପ୍ରସନ୍ନ ହେବେ। ଏଇଟା 100% ଗ୍ୟାରେଣ୍ଟି। ଯାହା ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଅଛି, ତ ସେଇ କଥା ମୁଁ କହୁଛି। ଦର୍ଶକ ବନ୍ଧୁ, ଏଇ ମାଣବସା ଗୁରୁବାରରେ କୌଣସି ମା ମାନେ କିଛି ଅନୀତି କରନ୍ତୁ ନାହିଁ। ଚୁଟି ଫୁଟି ରେ ତେଲ ଲଗାନ୍ତୁ ନାହିଁ, ବାଳ କୁଣ୍ଡେଇ ହୁଅନ୍ତୁ ନାହିଁ। ନିଶ୍ଚୟ ଭାବରେ ମା ଲକ୍ଷ୍ମୀ ଆପଣଙ୍କ ଘରେ ପାଦ ପକାଇବେ, କାରଣ ମା ଲକ୍ଷ୍ମୀ ସମସ୍ତ ବ୍ୟକ୍ତିର ମନ କଥା ଜାଣିପାରନ୍ତି। ତେଣୁ ଆପଣ କ'ଣ କରୁଛନ୍ତି କ'ଣ ନାହିଁ ସେ ନିଶ୍ଚୟ ଜାଣିପାରିବେ। ଯଦି ଆପଣଙ୍କର ଭକ୍ତି ସଚୋଟ ଥିବ ନା, ତ ମା ଲକ୍ଷ୍ମୀ ନିଶ୍ଚୟ ଆପଣଙ୍କ ଘରକୁ ଆସିବାଟା ସାରା। ତ କୁବେର ଦେବକୁ ସାଧାରଣ ଭାବରେ ତପ ନ କଲେ, ତାଙ୍କର ସାଧନା ନ କଲେ କୁବେର ଦେବ କେବେ ପ୍ରସନ୍ନ ହୋଇନଥାନ୍ତି। ଯେହେତୁ ତାଙ୍କର ପୂଜାବିଧି କିଛି ନାହିଁ, ତେଣୁ ତାଙ୍କୁ ପୂଜାବିଧି କରି ତପ କଲେ ସିଏ ନିଶ୍ଚୟ ଭାବରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରିଥାନ୍ତି। ଏବଂ ଏ ମା ଲକ୍ଷ୍ମୀଙ୍କର ଆହୁରି ଭଲ ଭଲ ଅଛି। ମହାଲକ୍ଷ୍ମୀ ସାଧନା ଅଛି, ଲକ୍ଷ୍ମୀ ପାରଦେଶ୍ୱରୀ ମହାଲକ୍ଷ୍ମୀ ସାଧନା ଅଛି। ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ବା ମା ଲକ୍ଷ୍ମୀଙ୍କୁ ସାଧନା କରି ତାଙ୍କଠୁ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ଯଦି ଆପଣଙ୍କର ଇଚ୍ଛା ଅଛି, ତାହେଲେ ମୋତେ 6372824607 ଏହି ନମ୍ବରରେ କଣ୍ଟାକ୍ଟ କରନ୍ତୁ। ମୁଁ ନିଶ୍ଚିତ ଭାବରେ ଆପଣମାନଙ୍କୁ ମୁଁ କେମିତି କରିବେ ତାହା ବତେଇଦେବି। ଏବଂ ଯଦି ସେହି ସାଧନା ଆପଣମାନେ କରିବେ, ନିଶ୍ଚୟ ଭାବରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରିବେ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚୟ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଭିଡ଼ିଓକୁ ଏପର୍ଯ୍ୟନ୍ତ ଲାଇକ୍ କରିନଥିଲେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।